ଦେଖନ୍ତୁ ବ୍ୟବସାୟ ଗୋଟେ ହଉଛି ସବୁଆଡେ କରିବା ଦରକାର, କିନ୍ତୁ କିଛି ବ୍ୟବସାୟ ଉପରେ କେବଳ ଓଡ଼ିଆଙ୍କର ହକ୍ ରହିବା ଦରକାର। ମୁଁ କହୁନି ଯେ ମଦ ବ୍ୟବସାୟ ଗୋଟେ ଭଲ ବ୍ୟବସାୟ, ଏଇଟା ବଢିଲେ ଭଲ ନା, କିନ୍ତୁ ଯେତେବେଳେ ବ୍ୟବସାୟଟି ହଉଛି ସେଠି ଗୋଟେ ଓଡ଼ିଆ ଲୋକଟି ବି ଲାଭ ପାଇବା ଆବଶ୍ୟକତା ରହିଛି। ଆପଣ ଯେତେବେଳେ ସରକାର କମ୍ପିଟେଟିଭ ମାନେ ଲଟେରୀ ବ୍ୟବସ୍ଥା କଲେ, ବହୁତ ଲୋକ ଦେଖିବେ 10, 15, 20 ଏମିତି ସବୁ ପକେଇ ଚାଲିଲେ। ଓଡ଼ିଆ ଲୋକଙ୍କର କାପାସିଟି ଯେତିକି ସେ ଅନୁସାରେ ପକେଇଲେ, କିନ୍ତୁ ଏବେ ନିଲାମ ଉଠିଲା ବେଳକୁ ଜଣା ପଡ଼ିଲାଣି ଅଧିକାଂଶ ବିହାରୀ ବା ବାହାର ରାଜ୍ୟର ଲୋକ ମଧ୍ୟ ଏଥିରେ ଅଛନ୍ତି। ତେଣୁ ମୁଁ ଭାବୁଛି ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଦରକାର। ଏବେ ତ ଆଉ ପଦକ୍ଷେପ ଗ୍ରହଣ କରିପାରିବେନି, ଯେହେତୁ ଆପଣ ବିଡ୍ ନିଲାମ ମାନେ ଲଟେରୀ କରିଛନ୍ତି, କାଲି କିଏ କୋର୍ଟ କଚେରୀ ଯିବ। ସରକାର ହେଯିବା ଦରକାର ଯେ ଜଣେ ଓଡ଼ିଆ ଯେ ହଁ ଅଣ ଓଡ଼ିଆ ହେଇଥାଇ ପାରନ୍ତି, ଆପଣ ଦେଖିବେ ସେମାନେ ଓଡ଼ିଶାରେ ଏଷ୍ଟାବ୍ଲିଶ ହେଇଛନ୍ତି, ଆଧାର କାର୍ଡ ଭୋଟର ଆଇଡି କାର୍ଡ ନଥିଲେ ଓଡ଼ିଶାରେ ଏଇଭଳି ବ୍ୟବସାୟକୁ ଅନୁମତି ଦିଆଯିବା ଅନୁଚିତ। କାହିଁକି ନା ଆପଣ ଦେଖିବେ ତାର ମାର୍କେଟିଂ ମ୍ୟାନେଜରଟେ କାଲି ଆଉ ଜଣେ ବିହାରଟି ଅଛି, ତାଙ୍କର ଷ୍ଟାଫ ଦେଖିବେ ଓଡ଼ିଆ ଲୋକ କାହିଁ ରଖିବି ମୁଁ ବା ଆମ ଲୋକଙ୍କୁ କାହିଁକି ନ ରଖିବି। ଧୀରେ ଧୀରେ କ'ଣ ହବ, ଆମ ବ୍ୟବସାୟଟାକୁ ମଧ୍ୟ ସେ ଖାଇ ଚାଲିବେ। ଏବଂ ବିହାରରେ ଆପଣ ଜାଣିଥିବେ ମଦ ବନ୍ଦ ହେଇଛି, ତେଣୁ ସେଠାକାର ଯେ ମଦ ବେପାରୀ ସେ ଚାହୁଁଛନ୍ତି କ'ଣ କୋଉଠି ନା କୋଉଠି ମଦ ଦୋକାନ ଖୋଲିବା। ଏବଂ କାଲି ଆପଣ ଦେଖିବେ ବାହାର ରାଜ୍ୟରୁ ମଧ୍ୟ ମଦ ଚୋରା ଚାଲାଣ ହେଲେ ବି ଆଶ୍ଚର୍ଯ୍ୟ ହେବାର ନାହିଁ, ଯେହେତୁ ଓଡ଼ିଶାର ଲୋକ ତାର ଯୋଉ ରେସ୍ପନ୍ସିବିଲିଟା ରହିବା ଦରକାର ଆଙ୍କର ସେ ରେସ୍ପନ୍ସିବିଲିଟା ମଧ୍ୟ ରହିବ ନାହିଁ। ତେଣୁ ସରକାର କେବଳ ରାଜସ୍ୱ ପାଇଗଲେ ଚଳିବନି। ଆମେ ଯେତେବେଳେ ଓଡ଼ିଆ ଅସ୍ମିତାର କଥା କହୁଛେ, ସବୁ କ୍ଷେତ୍ରରେ ଓଡ଼ିଆଙ୍କୁ ଗୋଟିଏ ଅଗ୍ରାଧିକାର ଦିଆଯାଉ। ଏବେ ଆପଣ ଦେଖିବେ ସରକାର ସଂରକ୍ଷଣ ବ୍ୟବସ୍ଥା କଲେ, ଓବିସି, ଏସି, ଏସଟି, ପାଠପଢ଼ା, ମେଡିକାଲ କଲେଜ ସବୁଥିରେ ଚାକିରି ରେଗୁଲାର ସଂରକ୍ଷଣ ରହୁଛି। ମୁଁ ଭାବୁଛି ଏଇ ସବୁ ଲଟେରୀ ବ୍ୟବସ୍ଥା ବେଳେ ମଧ୍ୟ ଛୋଟ ଛୋଟ ବିଜନେସ୍, ମାନେ ଆମେ କହିବାନି କେତେ ଜଣ ଉଦାହରଣ ଦଉଛନ୍ତି ବାହାଦୁରିଆ, ଯେ ସେମାନେ କହିବା କଥା ହଉଛି ଟାଟା, ଅମ୍ବାନୀ, ଆଦାନୀ, ବେଦାନ୍ତ, ଏମାନେ କ'ଣ ବାହାର ଲୋକ ମାନେ ଓଡ଼ିଆ ଲୋକ? ଯେ ଆଜ୍ଞା ସେ ବିଜନେସ୍ ଅଲଗା, ଏ ବିଜନେସ୍ ଅଲଗା। ଏଇଟା ହଉଛି ଗୋଟେ ଛୋଟ ମୋଟର ବିଜନେସଟେ, ମାନେ ଗୋଟେ ବର୍ଷକୁ ଅତି ବେଶୀରେ କି ଅତି 10-20 ଲକ୍ଷ ଟଙ୍କାର ଗୋଟେ ଇନକମର ବ୍ୟବସ୍ଥାଟେ, ତାକୁ ମଧ୍ୟ ଆମେ ବାହାର ରାଜ୍ୟକୁ ଦେଇଦେବା କି? ତେଣୁ ଏ ଦିଗରେ ମଧ୍ୟ ମୁଁ ଭାବୁଛି ଆଗାମୀ ଦିନରେ ସରକାର ଯେତେବେଳେ ଅବକାରୀ ନୀତି କରିବେ, ଏ ନେଇକି ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା। ଏବଂ ଆଜି ଯୋଉ ମଦ ବ୍ୟବସାୟୀ ମାନେ ଓଡ଼ିଆ ମଦ ବ୍ୟବସାୟୀ ଅସନ୍ତୋଷ କ୍ଷୋଭ ପ୍ରକାଶ କରୁଛନ୍ତି, ମୁଁ କହିବି ସେମାନେ ମଧ୍ୟ ଏଥିପାଇଁ ଦାୟୀ। କାହିଁକି ନା ଆପଣଙ୍କ ପାଖରେ ଯେତେବେଳେ ଲଟେରୀ ଡକୁମେଣ୍ଟ ମିଳିଥିଲା, ସେତେବେଳେ ଯଦି ଆପଣ ଏଇଆ କରିଥାନ୍ତେ, ଆମେ ତାକୁ ନ୍ୟୁଜ୍ କରିଥାନ୍ତେ, ମୁଁ ଭାବୁଛି ସରକାର ନିଶ୍ଚିତ ଭାବରେ ତାକୁ ରେକ୍ଟିଫାଏ କରିବାକୁ ବାଧ୍ୟ ହୋଇଥାନ୍ତେ। ନଚେତ୍ ସବୁଥିରେ ଅସ୍ମିତା କହିବା, ବେପାର କଲା ବେଳକୁ ସିଏ ପଇସା ଦେବୁ ଆମେ, ଯେମିତି ଆପଣ କହୁଥିଲେ ଧାନ ଚାଉଳ ପକେଟରୁ ପଇସା ଖର୍ଚ୍ଚ କରି, କାରଣ ମଦ ତ ମରିବ ଦରେ ଦରିଦ୍ର। ତେଣୁ ଲୋକେ ତାଙ୍କର କଷ୍ଟ ଅର୍ଜିତ ଧନ ଯାହା ବି ହଉ, କିଏ ଏଟା ରିକ୍ସାବାଲା ଟାଣୁଛି, କିଏ ଗୋଟା କରୁଛି, ସମସ୍ତେ ଆଜିକାଲି ମଦ ପିଉଛନ୍ତି। ମଦ ତ ବର୍ତ୍ତମାନ ନହେଲେ ଆପଣଙ୍କର କିଛି ଚାଲୁନି। ବିଧାନସଭାରେ ଜଣେ ତ ବିଧାୟକ କହିଦେଲେ, ଡାକ୍ତର ବିଧାୟକ ପୁଣି କହିଲେ ଆଜ୍ଞା ମଦ ବନ୍ଦ କଲେ କେମିତି ହବ, ରାଲି ହେଇପାରିବନି, ଭୋଟ ମିଳିବନି। ଏଇଟା ବି ସତ୍ୟ। ତେଣୁ ଯୋଉଥିପାଇଁ ଓଡ଼ିଶାରେ ମଦ ବନ୍ଦ ହେଇପାରୁନି। ପୂର୍ବରୁ ଆପଣ ଦେଖିବେ ବିଜେପି ସରକାର ବିରୋଧୀରେ ଥିଲେ, ମାନେ ବିଜେପି ମଦକୁ ନେଇକି ଏମାନେ ବିରୋଧ କରୁଥିଲେ। ଏବେ କିନ୍ତୁ ଆପଣ ଦେଖିବେ ଏମାନେ ଟାର୍ଗେଟ ଦଉଛନ୍ତି 8,000 ରାଜସ୍ୱ ଆମେ ବଢେଇଲୁ। ଆରେ ଏଥିରେ କି ଗର୍ବ? ଆପଣ 8,000 କୋଟି ରାଜସ୍ୱ ପାଇଲା ବେଳକୁ ଓଡ଼ିଶା ଲୋକଙ୍କର 1,00,000 କୋଟି ଟଙ୍କା ସରିଗଲାଣି। ଆପଣ ମନେକର 5%, 8%, 10% ରାଜସ୍ୱ ପାଇଲା ବେଳକୁ ତାକୁ ଯୋଉ କିଣିବାରେ କେତେ ଟଙ୍କା ଖର୍ଚ୍ଚ ହେଇଗଲେ ସେଇଟା ହିସାବ କରନ୍ତୁ, ଯେ ଓଡ଼ିଆ ଲୋକ କେତେ ଦେଲେଣି, ଆପଣ ତା ଭିତରେ କେତେ ରାଜସ୍ୱ ପାଇଲେଣି। ଏବେ ସରକାର କଲେ, ଲୋକ ମାଗି ନାହାନ୍ତି, 10 କିଲୋ ଲେଖା ଚାଉଳ ଦେଲେ, ସେ ବାବଦରେ 8,000 କୋଟି ଟଙ୍କା ଖର୍ଚ୍ଚ କଲେ, କିନ୍ତୁ ଗୋଟେ ମଜୁରୀ କେତେ ପାଇବେ? 8,000 କୋଟି। ତେଣୁ ସରକାର ଗୋଟେ କଡ଼ା ପଦକ୍ଷେପ ଗ୍ରହଣ କଲେ ବି ଚଳନ୍ତା। ଧୀରେ ଧୀରେ ମାନେ କ୍ୱାଣ୍ଟିଟି ଧୀରେ କମେଇ ଆମେ କହିବାନି ଯେ ଏକକାଳୀନ ବନ୍ଦ ହେଇଗଲେ ଲୋକ ବି ମାନେ ଗୁଜୁରାଟରେ, ବିହାରରେ ଯୋଉ ସମସ୍ୟା ହେଲା ତାହା ବି ସୃଷ୍ଟି ହବ। ଦେଖନ୍ତୁ ମହିଳାମାନେ ନୁହେଁ, ମହିଳାମାନେ ବି ଓଡ଼ିଶାର ନାଗରିକ, ମହିଳାମାନେ ବି ବିଜନେସ୍ କରିପାରିବେ। ବେଳେ ବେଳେ କ'ଣ ହୁଏ, ମହିଳାମାନେ କ'ଣ ମଦ ଦୋକାନ ଖୋଲିକି ଆସିକି ବସିବେ ନା ମ୍ୟାନେଜର ହେବେ ନା ସେଠି ବସିବେ? ତାଙ୍କର କାମ ହେଲା ଯେ ଲଟେରୀ ପଡ଼ିଲା ବେଳକୁ ଆପଣ ଗୋଟିଏ ଲଟେରୀ ପଇଲେ, ଆପଣଙ୍କ ଘରେ ସ୍ୱାମୀ ସ୍ତ୍ରୀଠୁ ଆରମ୍ଭ କରି ବାପା ବୋଉଠୁ ଧରିକି ଶଳା ଶାଳୀ ସମସ୍ତଙ୍କ ଭିତରେ ଯେତିକି ଚିହ୍ନା ପରିଚୟ ଅଛି ତେମେ ତମର ପକେଇ ଚାଲ। ତେଣୁ ତାରି ଭିତରେ ମହିଳାମାନେ ଜିତିଗଲେ,
କାହାର ଲଟେରୀ ଉଠୁ ଉଠୁ ଉଠିଲା। ଏବେ ଆଉ ଗୋଟିଏ ଅଭିଯୋଗ ବି ଆସିଛି, ତା ନେଇକି ବି ତଦନ୍ତ ହେବା ଦରକାର। ଯେ କୁହାଯାଉଛି ଯେ ଲଟେରୀର କାଗଜ ଗୁଡ଼ିକ ସବୁ ତୁମେ ରଖିଦେବା କୋଟାକୁ ଯେଉଁ ଫ୍ରିଜରରେ, ଯେଉଁଟାକି ଜଣା ପଡ଼ିବନି। ତା ଦେହରେ ଆପଣ ଭାବନ୍ତୁ, ଜିଲ୍ଲାପାଳ, ମୁଁ ଗୋଟେ ଉଦାହରଣ ଦେଉଛି, ଜିଲ୍ଲାପାଳ ଆଖି ବନ୍ଦ କରିକି ବର୍ତ୍ତମାନ ଖୋଲିଲେ। ମୁଁ ବର୍ତ୍ତମାନ 5 ନମ୍ବର ସିରିଏଲ ବାଲାଟାକୁ ଦେବି, ମୁଁ 5 ନମ୍ବର ସିରିଏଲ ବାଲା ଭିତରେ ଗୋଟେ ତେଲ ମାରିଦେଇଥିବି। ମୁଁ ଖୋଜି ଖୋଜି ଚାଲିବି, ଯେଉଁଟା ତିଲେ ତିଲେ ହାତ ଲାଗିବ ସେଇଟା ଟେକିବି। ଏଇଟା ଆମ ଲୋକ, ମୁଁ ଗୋଟେ ତିଲିଏ ଲାଗିଲେ ଖୋଜିବି। ସେଇଟାକୁ ମୁଁ ଭାବୁଛି ପଦକ୍ଷେପ ନିଆ ହେଇନି। କାରଣ ଆପଣ କାଗଜରେ ଭିଡ଼ିଓଟେ କଲେ, ଭିଡ଼ିଓ ଦେଖିଲେ ଗୋଟେ କାଗଜ ଉଠିଛି, କାଗଜରେ କ'ଣ ଲାଗିଛି? ଅନେକ ସମୟରେ ଥାଏ କିଛି ଫ୍ରିଜରେ ଥିବ, କିଛି ଖାଲି କାଗଜ, ମାନେ ଅନ୍ୟ କାଗଜ ବି ପକେଇଦେଲେ ଜାଣି ହେଇଯିବ ଏଇଟା ଥଣ୍ଡା ଲାଗୁଛି, ମାନେ ଏଇଟା ହେଉଛି ପୁରୁଣା। ମୁଁ ଏଇଟାକୁ ଦେବି ଯେଉଁଟା ଫ୍ରେଶ୍ ଲାଗୁଥିବ ସେ କାଗଜଟା। କାହିଁକିନା ସେମାନେ ମଧ୍ୟ ହାତରୁ ବାହାର କରିକି ନେଇଛନ୍ତି। ଯେଉଁଟା କଲେକ୍ଟର ଉଠେଇଲେ, ମୁଁ ଭାବୁଛି କଲେକ୍ଟର ଉଠେଇ ନଥାନ୍ତେ, ବାହାରୁ ଗୋଟେ ହଠାତ୍ କିନା ଅକସ୍ମାତ ଗୋଟେ ପିଲାଟା ଆସି ଉଠେଇଥାନ୍ତା, ଯେ ସେ ବିଷୟରେ କିଛି ଜାଣିନି। ତେଣୁ ଆପଣ ଗୋଟେ ଉଦାହରଣ ଦେବି, ଭାରତୀୟ ଜନତା ପାର୍ଟିର ନେତା ହୁଅନ୍ତୁ ଆଉ ବଡ଼ ନେତା ବିଜେଡ଼ିର ହୁଅନ୍ତୁ, କିଛି କିଛି ବଡ଼ ବଡ଼ ଆପଣଙ୍କର ମଦ ଦୋକାନ ଅଛି, ମୁଁ ନାଁ ନେବାକୁ ଚାହୁଁନାହିଁ। ସେଇ ମଦ ଦୋକାନ ପୁଣି ସେଇ ଜାଗାରେ ପାଇଛନ୍ତି ଲଟେରୀ କେମିତି? ସେ ପୁଣି ବରିଷ୍ଠ ବିଜେପି ନେତାମାନଙ୍କର ସମ୍ପର୍କୀୟ। ସେଥିରେ ଗୋଟେ ସନ୍ଦେହ ସୃଷ୍ଟି ହେଇଛି। ତେଣୁ ସରକାର କିନ୍ତୁ କହିବେ କିଛି ବଡ଼ ନେତାଙ୍କର ମଧ୍ୟ ସମ୍ପୃକ୍ତି ରହିଛି, ଯେଉଁମାନଙ୍କର ଲୋକ ଏଥର ଗ୍ୟାରେଣ୍ଟେଡ୍ ପାଇଛନ୍ତି। ତେଣୁ ହୁଏତ ଏମିତି କହିପାରିବେ, ଆମେ କାହିଁକି ତାକୁ କହିବା ହତଭାଗା ବୋଲି, ସିଏ ଭାଗ୍ୟବାନ ବୋଲି କହିବା। ତେଣୁ ଯାହା ବି ହଉ, ଯିଏ ମଦ ଦୋକାନ ପାଇଛନ୍ତି ସେମାନେ ସବୁ ନିଜକୁ ବର୍ତ୍ତମାନ ଭାଗ୍ୟବାନ ମଣୁଛନ୍ତି। ଆମେ ଆଶା କରିବା ଯେ ଯେମିତି ମନ୍ତ୍ରୀ କହୁଥିଲେ କ୍ୱାଲିଟି ମଦ, ଆମେ କ୍ୱାଲିଟି ମଦ ଉପରେ ଫୋକସ୍ କରୁଛୁ। ତେଣୁ ବିହାରୀ ଯେମିତି ବେପାରୀ ଇଏ ନ କରିକି, କାହିଁକିନା ଦେଖନ୍ତୁ, ଆପଣ ଗୋଟେ ଉଦାହରଣ ଭାବେ ଦେଖିଲେ ଜାଣିପାରିବେ, ମୁଁ କୌଣସି ରାଜ୍ୟ ବିରୁଦ୍ଧରେ ଗୋଟେ ମାନେ ବିଭେଦ ହଉ ସେ କଥା କହୁନାହିଁ। ଆପଣ ଆପଣଙ୍କ ଗାଁ ଦୋକାନରେ ଯେଉଁ କ୍ୱାଲିଟିଟା ମେଣ୍ଟେନ୍ କରିବାକୁ ଚେଷ୍ଟା କରିବେ, ବାହାରେ ସେ କ୍ୱାଲିଟିଟା ମେଣ୍ଟେନ୍ କରିବେନି। କାହିଁକିନା ଆପଣ ଗାଁ ଲୋକଙ୍କ ପ୍ରତି ଆପଣଙ୍କ ଗୋଟେ ଭାବ ରହିବ। ତେଣୁ ଆଗାମୀ ଦିନରେ କ'ଣ ହେବ, ସମୟ ଆସିଲେ ଜଣାପଡ଼ିବ।